এই নটা গুড়া দেখুଛନ୍ତି বড় বড় ହେଇଛି ୟାକୁ ଛୋଟ କରାଯାଉଛି। ଛୋଟ କରାଯାଇ ଏଇ ଯେ ଖାଡ଼ ଗୁଡ଼ା ଯେ ଏକ୍ସେସ୍ ହେଇଯାଉଛି ସେଗୁଡ଼ା ମାଟିରେ ପୋତା ଯାଉଛି। ତାପରେ ପାନ ଆମେ ବିକିବୁ ଭାଙ୍ଗିକି। ଏଗୁଡ଼ା ଏଇନେ ହେଇନାହିଁ ପାନ, ଏ ବଡ଼ ବଡ଼ ପାନ ହେବ। ଏଗୁଡ଼ା ଭାଙ୍ଗି ଦେଇଛୁ ଏବେ। ଏଇ ପାନ ଆମର କେତେ ବାହାରକୁ ଯାଉଛି, ଆମର ଭଦ୍ରକ ତ ଆମ ଆଉଟ୍ ଅଫ୍ ଷ୍ଟେଟ୍ ଯାଉଛି, ଦିଲ୍ଲୀ ଯାଉଛି, ବମ୍ବେ ଯାଉଛି। ଜୟ ଜଗନ୍ନାଥ ସାଙ୍ଗମାନେ, ଆଉ ଏକ ନୂଆ ବ୍ଲଗ୍ରେ ଆପଣଙ୍କୁ ସ୍ୱାଗତ ଜଣାଉଛି। ତ ଆଜି ମୁଁ ମାନେ ଯିବି ଗୋଟେ ଜାଗାକୁ, ତ ସେ ଜାଗାରେ ମାନେ ମୋ ଚିହ୍ନା ଦାଙ୍କର ବର୍ଜ୍ୟକୁ ଯିବି। ତ ତାଙ୍କର ବର୍ଜ୍ୟ ଉଲ୍ହା ଯାଉଛି କେମିତିଆ, ତ ସେଟା ମୁଁ ଦେଖେଇବି। ତ ମୁଁ ଆଗ ଭିଡ଼ିଓରେ ତ ଆପଣଙ୍କୁ ମୁଁ ଦେଖେଇଥିଲି ମାନେ ପାନ ବର୍ଜ୍ୟ ମାନେ ଛୋଟ ପୁହାରୁ କେମିତି ବଡ଼ ହୁଏ। ତ ପ୍ରତ୍ୟେକ ଗଛ ଯାହା କିଛିଟା ଲଗାଯାଉ କିନ୍ତୁ ସେ ଛୋଟରୁ ହିଁ ବଡ଼ ହୁଏ। ତ ସେମିତିଆ ପାନ ଗଛ ବି ଲଗା ହେଇଥିଲା। ତାକୁ ଲଗା ହେଲା ପରେ ସେ ବି ବଡ଼ ହେଇଛି, ତାକୁ କେମିତି ତଳକୁ ବି ଖସଡ଼ା ହେବ ସେଟା ବି ଦେଖେଇବି। ତ ଆଗେ ମୁଁ ଆସିଛି ମାନେ ଯିବି ଏବେ ପାନ ବର୍ଜ୍ୟକୁ, ତ ଯାଉଛି ଏବେ। ତ ସେଟା ହେଲା ମୋର ପାନ ବର୍ଜ୍ୟକୁ ଯିବି। ତ ପାନ ବର୍ଜ୍ୟର ଭ୍ୟୁଟା ମୁଁ ବି ଦେଖେଇବି। ତ ପାନ ବର୍ଜ୍ୟ ଭ୍ୟୁଟା ଏଠି ଦେଖିବାକୁ ଏ କେତେ ବଡ଼ ପାନ ବର୍ଜ୍ୟ, ମାନେ ପ୍ରତ୍ୟେକ ବର୍ଜ୍ୟ ପାଖରେ ନିହାତି ଆମ ଚୌମୁଖରେ ସବୁଆଡ଼େ ମୁଁ ଦେଖିଛି ପାନ ବର୍ଜ୍ୟ ପାଖରେ ନିହାତି ସୁଜନା ଗଛ ନିହାତି ହେଇଥିବ। କାହିଁକିନା ପାନ ଗଛର ଇନକମ୍ ଆଉ ସୁଜନା ଗଛର ଇନକମ୍ ବହୁତ ଭଲ। ସୁଜନା ଗଛ ଟାଇମ୍ ବି ଆସିଲାନି, ତ ସୁଜନା ଗଛରେ ବି ମାନେ ଫୁଲ ବି ଧରିଗଲାନି, ଦେଖାଯାଉଛି ପୁରା। ତ ଏଇଟା ହେଲା ମୋ ଚିହ୍ନରାଙ୍କର ବର୍ଜ୍ୟ। ତ ମୁଁ ଆସି ତାଙ୍କ ବର୍ଜ୍ୟ ବି ଉଲ୍ହା ଯାଉଛି କେମିତିଆ। ଉଲ୍ହା ତ ଆପଣ ଜାଣନ୍ତିନି, ତ ତା ଉପରକୁ ତଳକୁ ଖସେଡ଼ି ଦିଆ ହୁଏ। ତ ଏ ସାଇଡ଼୍ ଦେଖିତେ ପୁରା ଦେଖୁଛି ତ କେତେ ଛୋଟ ଅଞ୍ଚଳ ମାନେ ଅଛି। ତ ମୋ ଏଇଠି କମୁର ବି ଯାହା ହଉନି ଉଲ୍ହି ଦିଆଯାଇଛି। ତ ଏ ସାଇଡ଼୍ରେ ମୁଁ ଦେଖୁଛି ଦେଖ, ତ ଏଇଟା କେତେ ଛୋଟ ମାନେ ପୁରା କେତେ ହାଇଟ୍ ଯା ନଟା ଅଛି। ତ ୟାକୁ ଖସରିକି ୟାକୁ ମାନେ ତଳକୁ ବାନ୍ଧି ଦିଆଯାଉଛି। ତ କେମିତି ବନ୍ଧା ଯାଉଛି ତ ମୁଁ ତ ଦେଖେଇବି ପୁରା। ତ ଏ ସାଇଡ଼୍ ପୁରା ବି ଦେଖୁଛନ୍ତି ତ କେମିତି ଉପରୁ ଖସି ତଳକୁ କେମିତି ପୋତି ଦିଆଯାଇଛି। ତ ଖାଡ଼ କେତେ ସୁନ୍ଦର ବି ପୋତା ହେଇଛି ଦେଖିବାକୁ ତ ନଟା। ତ ଏ ସାଇଡ଼୍ ବି ଉଲ୍ହା ଚାଲିଛି ଦେଖୁଥିବେ, 4 ଜଣ ଆସିକି 5 ଜଣ ମାନେ ଓହ୍ଲଉଛନ୍ତି। ତ ଆଗରେ ଅଛି ମୋ ଚିହ୍ନଦା, ତାକୁ ତ ଢେର ସମୟ ତ ଦେଖିଥିବେ ଭିଡ଼ିଓରେ ବହୁତ ଥର। ତ ତାଙ୍କରି ହିଁ ବର୍ଜ୍ୟ ଉଲ୍ହା ଯାଉଛି। ତ ଦେଖଉଛି କେମିତି ବି ଓହ୍ଲଉଛନ୍ତି ବର୍ଜ୍ୟଟା ପୁରା। ଏ ଦେଖିବାକୁ ପୁରା କେତେ ହାଇଟ୍ରୁ ପାନକୁ ଗଛକୁ ତ ତଳକୁ କେମିତି ଓହ୍ଲେଇ ଦିଆଯାଉଛି ଦେଖିପାରୁଥିବେ, ପୁରା ତଳକୁ ଖସେଡ଼ିକି। ତ ଇଏ ମୋ ଚିହ୍ନଦା, ତ କେମିତି ଓହ୍ଲଉଛି ପୁରା ଦେଖିପାରୁଥିବେ। ତ ସମସ୍ତେ ବି ଅଛନ୍ତି ଏଠି ଆମ ଗେନ୍ସାଦା, ସେଠି ମିଟକା ଅଛନ୍ତି, ସେଠି ପାପାଇଦା ଅଛନ୍ତି। ତ ସବୁ ଯିଏ ଯାହା ଓହ୍ଲିବାରେ ବ୍ୟସ୍ତ ଅଛନ୍ତି, ଦେଖେଇବି ମୁଁ ଦେଖଉଛି। ତ ଯେମିତି ଆମ ଆଗ ଭିଡ଼ିଓରେ ତ ମୁଁ ତ ଦେଖେଇଥିଲି ପୁହା ପୋତା ହେଇଥିଲା, ପୁହା ପୋତା ପରେ ତ ଗଛ କେମିତି ବଢ଼ିଛି ବି ଦେଖଉଛି। ତ ଏଇଟା ହେଉଛି କେତେ ହାଇଟ୍ ବି ବର୍ଜ୍ୟ ବଢ଼ିଛି। ତ ତାକୁ ବଢ଼ିଲା ପରେ ତାକୁ ତ ଓହ୍ଲି ଦିଆଯାଉଛି। ତ ମୁଁ ଦେଖୁଛି ସେଠି ଦାଦା ତ ସେଠି ଓହ୍ଲଉଛନ୍ତି। ତ ଆମ ପାନ ବର୍ଜ୍ୟରେ ବହୁତ ବି ଉପକାରିତା ଜିନିଷ ଅଛି। ତ ଲୋକମାନେ କୁହନ୍ତି ଯେ ପାନ ଖାଇଲେ କ୍ୟାନ୍ସର ହେବ, ଏଟା ହେବ ସେଟା ହେବ, କିନ୍ତୁ ସେଟା ନୁହଁ। ପ୍ରକୃତ କଥା ସେଟା ନୁହଁ। କିନ୍ତୁ କ୍ୟାନ୍ସର କେଉଁଠି ହୁଏ, ସେ ପତି। ତ ଯେଟା ଯେ ଆମ ପତି ତା ପାନ ସହିତ ଯେ ଯାହା ମିଶିକି ଖାଉଛ, ତ ସେଥିପାଇଁ ଆମ ମାନେ ଦେହ ପାଇଁ ଅସୁସ୍ଥକାର ହୁଏ। ତ ପାନ ପାଇଁ କିଛି ହୁଏନି। ତ ପାନ ହେଉଛି ଆମ ପାଇଁ ବହୁତ ପ୍ରଫିଟ୍ ଜିନିଷ, ଦେହ ପାଇଁ ବି ଭଲ। ତ ପାନ ବିଭିନ୍ନ ପ୍ରକାର ଆମ ପାନରେ ବିଭିନ୍ନ ପ୍ରକାର ମାନେ ଔଷଧ ବି ତିଆରି ହେଉଛି ଆମ ପାନରେ। ତ ସେଟା ଆମେ ଦେଖାଉଛୁ। ତ ଏବେ ତ ଶୀତ ଦିନ ଗଲା, ତ ପାନ ଏବେ ନାହିଁ, ବର୍ଜ୍ୟରେ ପାନ ନାହିଁ। ଯେବେ ତ ଦକ୍ଷିଣ ଆସିନେ ତ ହେଇଯିବ, ଟାଇମ୍ ଟୁ ଟାଇମ୍ ସବୁ ଚେଞ୍ଜ ହେଇଯିବ। ତ ଯାହାଦ୍ୱାରା ଆଉ ଅଗ ବି ବହୁତ ଖରାପ ହେଇଛି। ଏତେ ଜୋର ଶୀତ ହେଲା ଆମ ଏ ଟାଇମ୍ର ଯେ ପାନ ବର୍ଜ୍ୟ ଅଗ ପୁଡ଼ି ଯାଇଛି। ମାନେ କହିନା ଚଳେ, ଆଉ କିଛି ଦିନ ପରେ ସବୁ ଚେଞ୍ଜ ହେଇଯିବ, ପୁରା ପୁରା ବହୁତ ଡିଜାଇନ୍ ଟାଇପ୍ର ହେଇଯିବ। ମୁଁ ଦେଖେଇଦେବି ଏବେ। ତ ସେଠି ମୋ ପାପାଇଦା ପାଣି ମାଗୁଛନ୍ତି, ମୁଁ ପାଣି ନେଇକି ଯିବି ଏବେ। ମାଗୁଛନ୍ତି ପାଣିଟା ନିଏ, ତାଙ୍କୁ ପାଣିଟା ନେଇକି ଯିବି। ସେ ତ ମୁଁ ଦେଖୁଛି ଏଠି ଆମ ପାପାଇଦା ବସିଛନ୍ତି, ସିଏ ବି ତାଙ୍କ ଘର ବି ବର୍ଜ୍ୟ ଅଛି। ତ ଆସୁଛନ୍ତି ମୋ ଦାଦାଙ୍କ ତାଙ୍କୁ ତାଙ୍କ ବର୍ଜ୍ୟ ଓହ୍ଲେଇବା ପାଇଁ, ତ ଓହ୍ଲଉଛନ୍ତି। ତ ପାଣି ବୋତଲ ବି ନେଇକି ଆସିଛନ୍ତି, ପାଣି ଖାଇବେ। ତାପରେ ତାଙ୍କୁ ବି ପଚାରିନେବା, ତାଙ୍କ ବର୍ଜ୍ୟ ବି ଅଛି, ମୁଁ ତାଙ୍କୁ ଦେଖେଇଦେବି। ତ ତାଙ୍କ ବର୍ଜ୍ୟ ବି ଟ୍ରିଟମେଣ୍ଟ କେମିତି କରନ୍ତି ପଚାରିଦେବା। ତ ପାପାଇଦାକୁ ପଚାରିଦେବା, ତ କେମିତି କିସ ଓହ୍ଲୁଛ ପାପାଇଦା? ଆମେ ଆସିଛୁ ଏଇ ବର୍ଜ୍ୟ କାମ କରିବା ପାଇଁ। এই নটা গুড়া দেখুଛନ୍ତି বড় বড় ହେଇଛି, ୟାକୁ ଛୋଟ କରାଯାଉଛି। ଛୋଟ କରାଯାଇ ଏଇ ଯେ ଖାଡ଼ ଗୁଡ଼ା ଯେ ଏକ୍ସେସ୍ ହେଇଯାଉଛି ସେଗୁଡ଼ା ମାଟିରେ ପୋତା ଯାଉଛି। ଏଗୁଡ଼ା ପୋତିଲା ପରେ ଦେଖନ୍ତୁ ୟା ଗଛରେ ପୋତା ଯାଇଛି। ତାପରେ ୟା ଉପରେ ମାଟି ଦିଆଯିବ, ମାନେ ବାଲି ଦିଆଯିବ, ତାପରେ ବୁଝିଯିବ। ତାପରେ ଏଇ ଗଣ୍ଠିରୁ ମାନେ ଚେର ବାହାରିବ। ବାହାରିଲା ପରେ ଗଛଟା ସୁସ୍ଥ ସବଳ ହେଇ ବଢ଼ିବ। ତାପରେ ପାନ ଆମେ ବିକିବୁ ଭାଙ୍ଗିକି। ଏଗୁଡ଼ା
ଏଇନ ହେଇନାହିଁ ପାନ, ବଡ଼ ବଡ଼ ପାନ ହେବ, ଏଗୁଡ଼ା ଭାଙ୍ଗି ଦେଇଛୁ ଏବେ। ତାପରେ ଏଗୁଡ଼ା ବଡ଼ ବଡ଼ ହେବ, ତାପରେ ଭାଙ୍ଗିବୁ ଆଉ। ଆମର ତ ଗାଁର ସବୁ ଏଇ ପାନ ଚାଷ ଆଉ ଏମିତି କଥା ଆଉ। ତ ଦେଖିପାରୁଥିବେ ଏଇଠି ଆମ ପାପା ଦାଦା କିଛି କହୁଥିଲେ। ତ ଏଇ ପାନ ତ ବିଭିନ୍ନ ଜାଗା, ଆମ ଏଇ ପାନ ଏଇ ସାଇଡ଼ରେ ତ ମାନେ ସମୁଦ୍ର ଅଞ୍ଚଳ, ମାନେ ଏଇଟା ବେଶୀ ଚାଷ ହେଉଛି ପାନ ଚାଷ। ତ ଆମ ବାଲେଶ୍ୱର ଫୁଲ୍ ତ ମାନେ ଦକ୍ଷିଣ ଦାଣ୍ଡି କହିଲେ ଚଳେ। ତ ସେ ସାଇଡ଼ରେ ବହୁତ ବି ପାନ ଚାଷ ବି ହେଉଛି। ତ ଏଇ ପାନ ଆମର କେତେ ବାହାରକୁ ଯାଉଛି, ଆମର ଭଦ୍ରକ, ତ ଆମ ଆଉଟ୍ ଅଫ୍ ଷ୍ଟେଟ୍ ଯାଉଛି, ଦିଲ୍ଲୀ ଯାଉଛି, ବମ୍ବେ ଯାଉଛି। ତ ବିଭିନ୍ନ ପ୍ରକାର ମାନେ ଏଇ ପାନ ଯାଉଛି। ତ ଆମେ ହିଁ ଚାଷ କରି ଆମେ ତ ଚାଷ କରୁଛେ, ଆମେ ତ ବେପାରିକି ଦେଇ ଦେଉଛେ, ସେମାନେ ଏକ୍ସପୋର୍ଟ କରୁଛନ୍ତି ବାହାରକୁ। ତ କେତେ ପାନ ଏବେ ତ ଭେଜୁଆ ଟାଇମ୍, ଏବେ ତ ମାନେ ଯାହାର ପାନ ଥିବ ସେଇ ଟାଇମ୍ରେ, ଏବେ ତ ମାନେ ଭେଜୁଆ ଭାଙ୍ଗା ସରିଗଲାନି ବି। ତ ଆଗକୁ ମାତ୍ର 3ଟା 4ଟା ପାନ ରହୁଛି। ତ ଭାଇମାନେ ବି ଓହ୍ଲଉଛନ୍ତି କେମିତିଆ। ତ ଓହ୍ଲିଆ ପ୍ରୋସେସ୍ ବି ମୁଁ ଦେଖାଉଛି। ମୋ ମନୁ ଦାଦା ସେଠି ଓହ୍ଲୁଛନ୍ତି, ଏଠି ମିଟକା ଓହ୍ଲୁଛନ୍ତି। ତ କେମିତି ପ୍ରୋସେସ୍ ବି ଦେଖାଉଛି, ମାନେ ଏତେ ହାଇଟ୍ ପାନ ବର୍ଜକୁ, ମାନେ ପାନ ଗଛକୁ ତଳକୁ ଟାଣିକି କେମିତିଆ ପୋତି ଦିଆହେଉଛି, କେମିତିଆ ପ୍ରୋସେସ୍ ବି ଦେଖିପାରୁଛେ। ତ ମୋ ମିଟକା କେମିତି ଓହ୍ଲୁଛନ୍ତି ମୁଁ ଦେଖାଉଛି। କେତେ ବଡ଼ ନଟାକୁ କେମିତି ସରିକି ମାନେ ତଳେ କେମିତି ଇଏ କରିଦିଆଉଛି। ତ ସେ ସାଇଡ଼୍ରେ ମୁଁ ତ ଦେଖେଇଥିଲି କେମିତି ସେ ସାଇଡ଼୍ ଓହ୍ଲି ଦିଆଯାଇଛି। ତ ଏବେ ପ୍ରେଜେଣ୍ଟ ମୁଁ ଦେଖାଉଛି କେମିତି ଓହ୍ଲଉଛନ୍ତି ମୋ କାକା। ତ ଆମ ଏଇ ପାନ ଚାଷ ତ ମାନ୍ୟତା ତ ପାଇନାହିଁ, ଏତେ ପାଇନାହିଁ, କିନ୍ତୁ ବହୁତ ଲାଭ ହିଁ ହେବ ଆମ। ତ ଏଇ ଯେ ଏକ୍ସେସ୍ ଖାଡ଼ ତାକୁ ପୋତି ଦିଆଯାଉଛି, ମାଟି ଭିତରେ ପୋତି ଦିଆଯାଉଛି। କାହିଁକିନା ପୋତା ହେଲେ ବହୁତ ଜଲ୍ଦି ଚେର ହେଇଯିବ, ଚେର ମାନେ ବହୁତ ଜଲ୍ଦି ଅଗ ବି ବାହାରିଯିବ। ତ କେତେ ସୁନ୍ଦର ବି ଆମର ବହୁତ ଜଲ୍ଦି ଉଡ଼ିଲା ଚାଲିଛି। ତ ମୋ ବଡ଼ମା ବି ଆସିଛନ୍ତି, ମାନେ ବର୍ଜମିତ ତାଙ୍କରି ପାନ ନେଇକି ଆସିଛନ୍ତି, ପାନ ଖାଇବେଜି। ତ ଆଜିଆ ପାଇଁ ଏଇଠି ରହୁଛୁ, ଶେଷ କରୁଛୁ ବ୍ଲଗ୍। ତ ପୁଣି ଦେଖା ହବ ଆଉ ଗୋଟେ ନୂଆ ବ୍ଲଗ୍ରେ। ରହିଲି, ଜୟ ଜଗନ୍ନାଥ, ବାଏ।